ପ୍ରାଣନାଥ ପଟ୍ଟନାୟକଙ୍କ 121ତମ ଜନ୍ମ ଜୟନ୍ତୀରେ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ। ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ, ଓଡ଼ିଶା କୃଷକ ଆନ୍ଦୋଳନର ମୁଖ୍ୟ ପୁରୋଧା, ବିଶିଷ୍ଟ ଶିକ୍ଷାବିତ୍ ତଥା ସମାଜସେବୀ ସ୍ୱର୍ଗତ ପ୍ରାଣନାଥ ପଟ୍ଟନାୟକଙ୍କ 121ତମ ଜନ୍ମ ଜୟନ୍ତୀ ଆଜି ମହାସମାରୋହରେ ପାଳିତ ହୋଇଯାଇଛି। ଏହି ଅବସରରେ ବାଲିଅନ୍ତା ବ୍ଲକ ପୁରଣ ପ୍ରଧାନ ନିକଟସ୍ଥ ମଞ୍ଜର ଦେବୀ ନର୍ସିଂ କଲେଜ ଓ କ୍ୟାପିଟାଲ ଏକାଡେମୀ ଅଫ୍ ନର୍ସିଂର ପ୍ରମୁଖ କାର୍ଯ୍ୟକର୍ତ୍ତାଙ୍କ ସମେତ ଅନୁଷ୍ଠାନର ଛାତ୍ରଛାତ୍ରୀମାନେ ଏକ ଶୋଭାଯାତ୍ରାରେ ଆସି ଭୁବନେଶ୍ୱର ପ୍ରାଣନାଥ ମାର୍ଗ ଶ୍ରିୟା ଛକ ନିକଟରେ ତାଙ୍କର ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ। ଏନେଇ ଆୟୋଜିତ ସ୍ମୃତିଚାରଣ ସଭାରେ ଉଭୟ ଅନୁଷ୍ଠାନ ପ୍ରାଣ ପ୍ରତିଷ୍ଠାତା ତଥା ସମ୍ପାଦକ ଶରତ ଚନ୍ଦ୍ର ବିଶ୍ୱାଳ, ଉପାଧ୍ୟକ୍ଷା ଜ୍ୟୋତ୍ସ୍ନା ଦାସ, ପ୍ରଶାସନିକ ଅଧିକାରୀ ତାରାପଦ ଆଚାର୍ଯ୍ୟ, ମୁଖ୍ୟ କୋଷାଧ୍ୟକ୍ଷା ଶ୍ରଦ୍ଧାଞ୍ଜଳି ଷଡ଼ଙ୍ଗୀ, ପ୍ରମୋଦ କୁମାର ସାମଲ, ପ୍ରଫେସର ଇପ୍ସିତା ସାହୁ ପ୍ରମୁଖ ଯୋଗଦେଇ ଶ୍ରୀ ପଟ୍ଟନାୟକଙ୍କ ବହୁମୁଖୀ ପ୍ରତିଭା ଓ ମହାନତା ସମ୍ପର୍କରେ ବକ୍ତବ୍ୟ ରଖିଥିଲେ। ଏହି ଅବସରରେ ପ୍ରତିଷ୍ଠାତା ଶ୍ରୀ ବିଶ୍ୱାଳ ସାମ୍ୟବାଦ ଚିନ୍ତା ଚେତନା, ଓଡ଼ିଶାର କୃଷକ ଆନ୍ଦୋଳନ, ଶିକ୍ଷାର ବିକାଶ ସର୍ବୋପରି ସମାଜସେବା କ୍ଷେତ୍ରରେ ତାଙ୍କର ଧର୍ମପତ୍ନୀ ମଞ୍ଜରୀ ଦେବୀଙ୍କ ପ୍ରଚ୍ଛନ୍ନ ଭୂମିକା ପ୍ରାଣନାଥଙ୍କୁ ସଫଳତା କରାଇବାରେ ସହାୟକ ହୋଇଥିଲା ବୋଲି ନିଜର ବକ୍ତବ୍ୟରେ କହିଥିଲେ।